ଏବେ ତ ବହୁତ ଭଲ ପୋଟଳ ମିଳୁଛି। ମୁଁ ଆଜି ପୋଟଳ ଆଉ ପିଆଜରେ ଗୋଟେ ନୂଆ ପ୍ରକାର ସୁଆଦିଆ ରେସିପି ବନେଇବି, ଯାହାକୁ ଆପଣ ବହୁତ କମ୍ ସମୟରେ ପ୍ରସ୍ତୁତ କରି ଭାତ, ରୁଟି, ପରଟା କି ପୁରୀ ସହିତ ଖାଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ପୋଟଳର ଏହି ରେସିପି ପାଇଁ ମୁଁ ଏଠି 250 ଗ୍ରାମ ପୋଟଳ ନେଇଛି। ପୋଟଳର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ପୋଟଳକୁ କାଟିବା। ପ୍ରଥମେ ଆମେ ପୋଟଳର ଉପର ସ୍କିନ୍କୁ ଏମିତି ଲାଇଟଲି ପିଲ୍ କରିଦେବେ। ତାପରେ ଆମେ ପୋଟଳର ଉପର ପଟ ମୁଣ୍ଡ ଆଉ ତଳ ପଟ ମୁଣ୍ଡକୁ କାଟିକି ବାହାର କରିଦେବା। ତାପରେ ମୁଁ ଏଠି ପୋଟଳକୁ ମଝିରୁ ଦ୍ୱିଖଣ୍ଡ କରି କାଟିକି ନେଇଛି। ଆପଣ ପୋଟଳକୁ ଆପଣଙ୍କ ଚଏସ୍ର କୌଣସି ବି ସେପ୍ର କାଟିକି ନେଇପାରିବେ। ମୁଁ ଏଠି ସବୁ ପୋଟଳକୁ କାଟିକି ନେଲା ପରେ ପୋଟଳକୁ ଭଲ ଭାବେ ଧୋଇକି ନେଇଯାଇଛି। ମୁଁ ଏଠି 250 ପୋଟଳ ପାଇଁ 2ଟା ବଡ଼ ସାଇଜ୍ର ପିଆଜ ନେଇଛି। ପିଆଜର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ। ଏବେ ଆମେ ପିଆଜକୁ ଏମିତି ଭାବେ ପତଲା ପତଲା କରି ଲମ୍ବା ଲମ୍ବା କରି କାଟିକି ନେଇଯିବା। ମୁଁ ଏଠି କଢ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହୋଇଗଲା ପରେ ମୁଁ ଏଥିରେ କାଟିକି ରଖିଥିବା ପୋଟଳକୁ ଦେଇଦେଇଛି। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା ଆଉ 1/3 ଟେବୁଲ ସ୍ପୁନ୍ ହଳଦୀ ଗୁଣ୍ଡ ଦେବା। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆମେ ପୋଟଳକୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ଭାଜିବା, ଯେମିତି ପୋଟଳ ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହୋଇଯିବ। ପୋଟଳ ଭାଜି ହେଉଥିବା ଭିତରେ ଚାଲନ୍ତୁ ଏବେ ଆମେ ଗୋଟେ ମସଲା ବନେଇଦେବା। ସେଥିପାଇଁ ମୁଁ ଏଠି ଅଧା କପ୍ ଦହି ନେଇଛି। ଆପଣ ଫ୍ରେଶ୍ ଦହି ନେବେ, ବେଶୀ ଖଟା ଦହି ନେବେନି। ପ୍ରଥମେ ଆମେ ଦହିକୁ ଭଲସେ ଫେଣ୍ଟିକି ନେଇଯିବା। ଏବେ ମୁଁ এই ଦହିରେ କିଛି ଗୁଣ୍ଡ ମସଲା ଦେଉଛି। ପ୍ରଥମେ ମୁଁ ଏଥିରେ 1/4 ଟେବୁଲ ସ୍ପୁନ୍ ହଳଦୀ ଗୁଣ୍ଡ ଦେଇଛି। ଏବେ ମୁଁ ଏଥିରେ ଲଙ୍କା ଗୁଣ୍ଡ ପକାଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ନେବେ। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଚିକେନ୍ ମସଲା ଆଉ ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ପକାଇଛି। ଚିକେନ୍ ମସଲା ଜାଗାରେ ଆପଣ କିଛି ବି ସବ୍ଜି ମସଲା ନେଇପାରିବେ। ଏବେ ଆମେ ସବୁକୁ ଭଲସେ ଫେଣ୍ଟିକି ନେଇଯିବା, ଯେମିତି ଏଥିରେ କିଛି ବି ଲମ୍ପସ୍ ରହିବନି। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ এই ରେସିପି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋର ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଫେସବୁକ୍ରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ପୋଟଳ ଏଠି ଭଲସେ ଭାଜି ହୋଇଯାଇଛି। ଏବେ ଆମେ ପୋଟଳକୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ମୁଁ ଏଠି କଢ଼େଇରେ ଆଉ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହୋଇଗଲା ପରେ ମୁଁ ଏଥିରେ କାଟିକି ରଖିଥିବା ପିଆଜକୁ ଦେଇଦେଇଛି। ଏବେ ଆମେ ପିଆଜକୁ ଭାଜିବା। ପିଆଜକୁ ବେଶୀ ଗୋଲ୍ଡେନ୍ ବ୍ରାଉନ୍ କଲର୍ କରି ଭାଜିବା ଦରକାର ନାହିଁ। ପିଆଜ ଟିକେ ସଫ୍ଟ ହେଇ ଭାଜି ହୋଇଗଲା ପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଅଦା ରସୁଣ ବଟା ଦେଇଛି। ଆ ଜାଗାରେ ଆପଣ ଅଦା ରସୁଣ ଛେଚା ପକାଇ ପାରିବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆକୁ କଷିବା, ଯେମିତି ଅଦା ରସୁଣ ବଟାର କଞ୍ଚା ବାସ୍ନା ପଳେଇବ। ଅଦା ରସୁଣ ବଟାର କଞ୍ଚା ବାସ୍ନା ଗଲା ପରେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ କରିଦେବା ଆଉ ଯେଉଁ ଦହିର ମସଲା ବନେଇକି ରଖିଥିଲେ ତାକୁ ଦେଇଦେବା। ଏବେ ଆମେ এই ମସଲାକୁ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ କୁକ୍ କରିବା, ଯେମିତି ଗୁଣ୍ଡ ମସଲାର କଞ୍ଚା ବାସ୍ନା ପଳେଇବ ଆଉ ମସଲାରୁ ତେଲ ଛାଡ଼ିବା ଆରମ୍ଭ କରିବ। ଏ ମସଲାକୁ ଆପଣ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ କୁକ୍ କରିବେ, ନହେଲେ ଦହି ଫାଟି ଯାଇପାରେ। ମସଲା ଏଠି ବଢ଼ିଆ ସେ କଷି ହୋଇଯାଇଛି। ଏଠି ମସଲାରୁ ତେଲ ଛାଡ଼ିବା ଆରମ୍ଭ କଲାଣି ଆଉ ଗୁଣ୍ଡ ମସଲାର କଞ୍ଚା ବାସ୍ନା ପଳେଇଛି। ଏବେ ଆମେ ଏଥିରେ ଭାଜିକି ରଖିଥିବା ପୋଟଳକୁ ଦେଇଦେବା ଆଉ ସବୁକୁ ଭଲସେ ମିକ୍ସ କରି ମସଲା ସହିତ ପୋଟଳକୁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ କଷିବା। ଏଠି 2ରୁ 3 ମିନିଟ୍ ହୋଇଗଲାଣି। ଏବେ ଆମେ ଏଥିରେ ପାଣି ଦେବା। ପୋଟଳ ସିଝିବା ପାଇଁ ଯେତିକି ପାଣି ଦରକାର ସେତିକି ପାଣି ଦେବେ। ଆପଣ ଏ ତରକାରୀରେ କମ୍ ପାଣି ଦେବେ, କାରଣ ଏ ତରକାରୀ ଟିକେ ଲଟପଟିଆ ବନିଲେ ଖାଇବା ପାଇଁ ବେଶୀ ଭଲ ଲାଗିଥାଏ। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ଆପଣ ଦେଖିକି ଲୁଣ ପକାଇବେ, କାରଣ ପୋଟଳ ଭାଜିଲା ବେଳେ ଆମେ ସେଥିରେ ଲୁଣ ପକାଇଥିଲେ।
सबको भलसे मिक्स करी प्रथमे आम को हाई फ्लेम रे 1 ରୁ 2 मिनिट पर्यंत कुक करिबा। तापरे आम को कवर करी लो फ्लेम रे 8 ରୁ 10 मिनिट पर्यंत कुक करिबा जेमती पोटल भल भाबे सिझी जिवो। 8 ରୁ 10 मिनिट पर मुझे घोड़णी काढ़ी देछि। एबे आमे तरकारी को आउ थरे भल भाबे मिक्स करि दबा। देखि परथिबे पोटल एटी भल भाबे सिझी जाइछि। एबे मु एथिरे गोटे छोटो चम्मच गरम मसला गुंड पकैछि। एबे आमे सबको भलसे मिक्स करी तरकारी को आउ 1 ରୁ 2 मिनिट पर्यंत मीडियम फ्लेम रे कुक करिबा। एटी 1 ରୁ 2 मिनिट हे गलानी। एबे आमे सबको आउ थरे भल भाबे मिक्स करि दबा आउ गैस बंद करि दबा। पोटलर एई रेसिपी एटी रेडी हे जाइछि। आपण चाहिले आ ऊपर किछि काटिकी धनिया पत्र पकई परिबे। आपण ए रेसिपी को जगार देखुचंती कमेंट सेक्शन में जणेबे। जदि आपन को पोटलर ए रेसिपी भल लगी ताला को लाइक करेंगे। जदि एपर्यंत मो चैनल को सब्सक्राइब करना तो सब्सक्राइब करने को जमार भूलें। फेसबुक रे देखुले फॉलो करने को जमार भूलें। थैंक यू फॉर वाचिंग।